ସ୍ୱାଧୀନ ଭାରତର ସର୍ବଶ୍ରେଷ୍ଠ ଗ୍ରନ୍ଥ ଯାହାକି ଆମକୁ ଆମର ବିଭିନ୍ନତା ଭିତରେ ଏକତା ସୂତ୍ରରେ ବାନ୍ଧି ରଖିଛି ତଥା ଭାରତକୁ ଏକ ସାର୍ବଭୌମ ଗଣତାନ୍ତ୍ରିକ ସମାଜବାଦୀ ତଥା ଧର୍ମନିରପେକ୍ଷ ନୀତିକୁ ଗ୍ରହଣ କରିବାକୁ ତଥା ଭାରତର ଆତ୍ମା ଭାବରେ ପରିଗଣିତ କରିଛି। ସେହି ସମ୍ବିଧାନର ଜନ୍ମଦିନକୁ ଲକ୍ଷ୍ମୀନାରାୟଣ ମହାବିଦ୍ୟାଳୟ ଝାରସୁଗୁଡ଼ାର ରାଜନୀତି ବିଜ୍ଞାନ ବିଭାଗ ପକ୍ଷରୁ ମହାସମାରୋହରେ ପାଳିତ କରାଯାଇଛି। ରାଜନୀତି ବିଜ୍ଞାନ ବିଭାଗୀୟ ମୁଖ୍ୟ ଅଧ୍ୟାପକ ରକି ବିଶ୍ୱାଳଙ୍କ ପୌରୋହିତ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ବକ୍ତା ଭାବରେ ବିଶିଷ୍ଟ ସାହିତ୍ୟିକ ମଦନାନନ୍ଦ ସେଠ ଯୋଗଦେଇ ଆମ ସମ୍ବିଧାନର ବ୍ୟବସ୍ଥାକୁ ଅନୁସରଣ କରି ଏହାର ମୌଳିକତା ନଷ୍ଟ ନ କରିବା ପାଇଁ ଛାତ୍ରଛାତ୍ରୀମାନଙ୍କୁ ଅନୁପ୍ରାଣିତ କରିଥିଲେ। ଅଧ୍ୟାପକ ତପନ ସାହୁଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଅଧ୍ୟାପିକା ସୁଚରିତା ଦାସ ସ୍ୱାଗତ ଅଭିଭାଷଣ ଓ ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ। ସଭାରେ ଅନ୍ୟମାନଙ୍କ ମଧ୍ୟରେ ଇଂରାଜୀ ଭାଷା ବିଭାଗ ମୁଖ୍ୟ ପ୍ରାଧ୍ୟାପିକା ପୂର୍ଣ୍ଣିମାମୟୀ ଦାସ ଓ ପ୍ରାଧ୍ୟାପିକା ଡକ୍ଟର ସ୍ୱର୍ଣ୍ଣମୟୀ ପୁରୋହିତ ମଞ୍ଚାସୀନ ଥିଲେ। ସମ୍ବିଧାନ ଦିବସ ଅବସରରେ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ କୁଇଜ୍ ପ୍ରତିଯୋଗିତାରେ ବିଜେତା ଛାତ୍ରଛାତ୍ରୀମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା। ଶେଷରେ ଉପସ୍ଥିତ ସମସ୍ତ ଛାତ୍ରଛାତ୍ରୀ ଭାରତର ସମ୍ବିଧାନକୁ ସୁରକ୍ଷା ନେବା ପାଇଁ ଶପଥ ଗ୍ରହଣ କରିଥିଲେ।